ଆଦିଗୁରୁ ପଙ୍କଜ ଚରଣ ଦାସ। ଜନ୍ମ 17/3/1921। ଶେଷ ଯାତ୍ରା 11/6/2003। ଓଡ଼ିଶୀ ନୃତ୍ୟର ଆଦିଗୁରୁ ପଦ୍ମଶ୍ରୀ ପଙ୍କଜ ଚରଣ ଦାସ। ମାହାରୀ ନୃତ୍ୟ ଜଗତରୁ ଜୀବନ ଆରମ୍ଭ। ନୃତ୍ୟର ଜନକ ଭାବରେ ଖ୍ୟାତ। ଭାରତ ସ୍ୱାଧୀନ ଆଗରୁ ପୁରୀର ମାଟିମଣ୍ଡପ ସାହିରେ ତାଙ୍କର ଜନ୍ମ। ମାତା ଗର୍ଭରେ ସେ ଥିବାବେଳେ ପିତା ଚାଲି ଯାଇଥିଲେ ଆରପାରି। ବିଧବା ମାତା ତାଙ୍କୁ ଦେଇଥିଲେ ଜନ୍ମ। ହେଲେ ଭାଗ୍ୟର ବିଡ଼ମ୍ବନା, ଜନ୍ମର ଅଳ୍ପ କିଛି ବର୍ଷ ପରେ ହେଲେ ମାତୃହରା। ରୋଗିଣା ମା ମୃତ୍ୟୁ ପୂର୍ବରୁ ତାଙ୍କୁ ସମର୍ପି ଦେଇଥିଲେ ଦେବଦାସୀ ରତ୍ନପ୍ରଭା ଦେବୀଙ୍କୁ। ରତ୍ନପ୍ରଭା ଦେବୀ କଲେ ତାଙ୍କ ଲାଳନ ପାଳନ। ବୋଧହୁଏ ତାହା ଥିଲା ବିଧିର ସଂଯୋଗ। ତେଣୁ ସେ ବଢ଼ିଲେ ବାଲ୍ୟରୁ ମାହାରୀ ପରିବାର। ପ୍ରଥମ ଗୁରୁ ହେଲେ ମାତା ରତ୍ନପ୍ରଭା। ମାହାରୀ ରତ୍ନପ୍ରଭାଙ୍କ ପାଖରୁ ଶିଖିଲେ ମାହାରୀ ନୃତ୍ୟ। ତାପରେ ବଳଦେବ ହଜୁରୀ, କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କ ପାଖରୁ ଗୀତ ବାଦ୍ୟ ଶିକ୍ଷା। ଅନ୍ନପୂର୍ଣ୍ଣା ଥିଏଟରରେ ଯୋଗଦାନ। ତାପରେ 1964ରୁ ସଙ୍ଗୀତ ମହାବିଦ୍ୟାଳୟରେ 2 ଦଶନ୍ଧି ଧରି ଅଧ୍ୟକ୍ଷ। ଆଦିଗୁରୁ ଭାବେ ପଞ୍ଚକନ୍ୟା, ଗ୍ଳାନି ସଂହାର, କାଳିଦାସ କାବ୍ୟ, ଜୟଦେବଙ୍କ ଜୀବନୀ ନେଇ ନୃତ୍ୟର ଅନନ୍ୟ ସୃଷ୍ଟି। ଅନେକ ଜାତୀୟ ଅନ୍ତର୍ଜାତୀୟ ପୁରସ୍କାର ସମ୍ମାନ। ପଦ୍ମଶ୍ରୀ ସମ୍ମାନରେ ବିଭୂଷିତ।